ଦୁନିଆରେ ପ୍ରତ୍ୟେକ ଜୀବ ସଫଳ ହେବାକୁ ଚାହୁଁଛନ୍ତି। ଗୋଟେ ବିଦ୍ୟାର୍ଥୀ ଚାହେଁ ସେ କେମିତି ପରୀକ୍ଷାରେ ଭଲ ନମ୍ବର ରଖିବାକୁ, ଗୋଟେ ଯୁବକ ଚାହେଁ ସେ କିପରି ଗୋଟେ ଭଲ ଚାକିରି କରିବାକୁ ପାଏ। ଏବଂ ଯଦି ଆମେ ସଫଳତା ଏବଂ ଅସଫଳତା ବ୍ୟକ୍ତି ଭିତରେ ଦେଖିବା ମଧ୍ୟ ଦେନ୍ ସେଇ ଭିତରେ ମଧ୍ୟ ଗୋଟେ ପାର୍ଥକ୍ୟ ରହିଛି। ସେଇ ପାର୍ଥକ୍ୟର ମୂଳ କାରଣ ହେଉଛି ସମୟ। ଯେ ସମୟକୁ ବୁଝି ନାହିଁ ସେ ଦୁନିଆକୁ ମଧ୍ୟ ବୁଝିପାରି ନାହିଁ। ଆଉ ଯଦି କହିବା ଗୋଟେ ସମୟ ହେଉଛି ଏମିତି ଗୋଟେ ସମ୍ପଦ ଯାହାକୁ ଆମେ କିଣିପାରିବା ନାହିଁ, ଯାହାକୁ ଆମେ ରଖିପାରିବା ନାହିଁ, ଯାହାକୁ ଆମେ ଫେରେଇ ପାରିବା ନାହିଁ। ଜୀବନରେ ଧନ ସୁନା ରୂପା ଅନ୍ୟାନ୍ୟ ଯେତେ ସବୁ ସମ୍ପତ୍ତି ହଜେଇ ଦେବା କି ହରେଇ ଦେଲେ ପୁଣି ଥରେ ତାହା ଫେରି ପାଇବା, କିନ୍ତୁ ଥରେ ଯଦି ସମୟ ଚାଲିଗଲା ଆମେ ତାହାକୁ ଆଉ ଫେରି ପାଇବା ନାହିଁ। ଆଉ ମଧ୍ୟ ଆମେ ଯଦି ସମୟକୁ ଗୋଟେ ପ୍ରକାର ଜୀବନ ମଧ୍ୟ କହିପାରିବା। ଯଦି ଆମେ ଦେଖିବା ଗୋଟେ ପ୍ରଜାପତି ତା ଜୀବନ କାଳ ହେଉଛି 2 ସପ୍ତାହରୁ ଗୋଟେ ମାସ ପର୍ଯ୍ୟନ୍ତ ତା ଜୀବନ କାଳ। ସେ ସେତିକି ଭିତରେ ଗୋଟେ ପ୍ରଜାପତି ମରିଯାଏ, ତାର ଲାଇଫ୍ ସ୍ପେନ୍ ସରିଯାଏ। ସେହିପରିକା ଯଦି ଗୋଟେ ମଣିଷର ଜୀବନ କାଳ ଦେଖିବା ସେ 60ରୁ 80 ବର୍ଷ ପର୍ଯ୍ୟନ୍ତ ହିଁ ବଞ୍ଚିପାରିବ। ତା ଆଉ ସମୟ ନଥାଏ, ସେ ସେତିକି ବର୍ଷ ହିଁ ଗୋଟେ ଜୀବ ସେତିକି ବର୍ଷ ହିଁ ବଞ୍ଚିପାରିବ। ତେଣୁ ତା ଲାଇଫ୍ ସ୍ପେନ୍ ସରିଯିବ। ତେଣୁ ସମୟର ଏଠି ଗୁରୁତ୍ୱପୂର୍ଣ୍ଣ। ଯେ ସମୟ ସହିତ ଚାଲିଲା ସେ ଜୀବନରେ ସଫଳ ହେଲା। ସମୟ ଆମ ଜୀବନର ପ୍ରତ୍ୟେକ କାର୍ଯ୍ୟର ମୂଳ ଆଧାର କହିଲେ ଚଳେ। ଗୋଟେ ଜନ୍ମରୁ ଆରମ୍ଭ କରି ଶିକ୍ଷା କାମ ସଫଳତା ସବୁ କିଛିରେ ସମୟ ଉପରେ ନିର୍ଭର କରେ। ତୁମେ ଯଦି ଶିକ୍ଷା କରିବାକୁ ଚାହୁଁଛ ସମୟକୁ ବ୍ୟବହାର କରିବାକୁ ଶିଖ। ଯଦି କାମରେ ସଫଳ ହେବାକୁ ଚାହୁଁଛ ତାହେଲେ ସମୟକୁ ବ୍ୟବହାର କରିବାକୁ ଶିଖ। ଯଦି ଗୋଟେ ଛାତ୍ରଛାତ୍ରୀମାନଙ୍କ ଯଦି କଥା କହିବା, ପ୍ରତିଦିନ ଯଦି ସଠିକ୍ ସମୟରେ ସେମାନେ ପାଠପଢ଼ା ଭଲ ଭାବରେ କରିବେ ନାହିଁ, କିନ୍ତୁ ସେମାନେ ସମୟ ନଷ୍ଟ କରିବେ, ତେବେ ତାଙ୍କ ପରୀକ୍ଷାରେ ସୁନିଶ୍ଚିତ ଅସଫଳତା ହିଁ ହେବେ। ସେହିପରିକା ଯଦି ଗୋଟେ ବ୍ୟକ୍ତି ଦିନଭର ଯଦି ମୋବାଇଲରେ ସମୟ ପଢ଼ାଇ ସେ ପାଠପଢ଼ାରେ ମନ ଦେବ ନାହିଁ, ଅବହେଳା କରିବ, ସମୟକୁ ବର୍ବାଦ କରିଯିବ, ତା ଭବିଷ୍ୟତ ନଷ୍ଟ ହେବାର ହିଁ ହେବ। ତା ଭବିଷ୍ୟତ ନଷ୍ଟ ନିଜ ହାତରେ ସେ ନିଜେ କରୁଛି। ସେ ନିଜ ହାତରେ ନିଜ ଫ୍ୟୁଚରକୁ ସେ ହିଁ ନଷ୍ଟ କରୁଛି। ତେଣୁ ସମୟକୁ ବ୍ୟବହାର କରି ଶିଖ। ଯଦି ତୁମେ ଯେକୌଣସି କାମ କର ନା କାହିଁକି, ଯଦି ସମୟକୁ ସଠିକ୍ ବ୍ୟବହାର କରି ଶିଖ ନା ଜୀବନରେ ସଫଳ ହେଇପାରିବ ନାହିଁ। ତୁମେ ଯାହା ବି କାମ କର ନା କାହିଁକି ପ୍ରତିଦିନ ଗୋଟେ ଯୋଜନା ତିଆରି କର, ତାହାକୁ ଗୁରୁତ୍ୱ ସହିତ କାମ ପ୍ରଥମେ କର। ଯେଉଁ ଯୋଜନା ଯାହା ବି କାମ କର ସେଇ କାମକୁ ନେଇକରି ସିରିୟସ୍ ରୁହ। ମାନେ ଅଳସୁଆ ଯେଉଁ ଅଳସୁଆ କାମ କରୁଛ ତାହାକୁ ପୁରାପୁରି ତ୍ୟାଗ କରିଦିଅ। ସମୟରେ କାମ ସମାପ୍ତ କର। ଯେଉଁ ସମୟରେ ତୁମକୁ କାମ ଦିଆଯାଇଛି, ଯାହା ବି କାମ ଦିଆଯାଇଛି ସେଇ କାମକୁ ତୁମେ ସମାପ୍ତ କରି ହିଁ ଛାଡ଼। ମନକୁ ଫୋକସ୍ ରଖିବାକୁ ଟ୍ରାଏ କର। ମନକୁ ଭାବ, ମନ ସହିତ ଚାଲ ଏବଂ ମନକୁ କଣ୍ଟ୍ରୋଲ କରିବାକୁ ଶିଖ। ଏହିସବୁ ଜିନିଷ କରିଦେଲେ ତୁମ ସମୟ ଉପଯୁକ୍ତ ହେଇପାରିବ। ଯେମିତି ଘଡ଼ି ସବୁବେଳେ ସଠିକ୍ ସମୟ ଦେଖାଏ ଏବଂ ନିରନ୍ତର ଚାଲୁଥାଏ, ସେହିପରି ଆମେ ମଧ୍ୟ ସମୟକୁ ନଷ୍ଟ ନ କରି ନିରନ୍ତର ଭାବରେ ଆଗକୁ ବଢ଼ିବା ଉଚିତ। ଯେପରି ସମୟ ଏବଂ ସତ୍ୟ କାହାକୁ ଅପେକ୍ଷା କରେ ନାହିଁ, ସେହିପରି ସମୟ ମଧ୍ୟ କାହା ପାଇଁ ରୁହେ ନାହିଁ। ତେଣୁ ସମୟ ସହିତ ଚାଲିବାକୁ ଶିଖ। ସମସ୍ତ ସଫଳତା ବ୍ୟକ୍ତିମାନଙ୍କର ଯଦି ରାଜ ଜାଣିବା, ସେମାନେ ସଫଳ ଲୋକମାନେ ସମୟକୁ ସବୁବେଳେ ବଡ଼ ଧନ ଭାବେ ଭାବନ୍ତି। ସେମାନେ ସମୟକୁ ଗୋଟେ ଧନ ଠାରୁ ଅଧିକ ମୂଲ୍ୟବାନ ଭାବନ୍ତି। ସେମାନେ ସମୟକୁ ଅପଚୟ କରନ୍ତି ନାହିଁ, ସେମାନେ ସମୟକୁ ଠିକ୍ ଭାବରେ ବ୍ୟବହାର କରନ୍ତି। ଯେତେ ସବୁ ବ୍ୟକ୍ତି ପ୍ରତିଦିନ ନିୟମିତ ଭାବେ କାମ କରି ସଫଳ ଲାଭ କରନ୍ତି। ତେଣୁ ସମୟ ଆମ ଜୀବନର ଅମୂଲ୍ୟ ସମ୍ପଦ। ଯଦି ସମୟକୁ ସଠିକ୍ ବ୍ୟବହାର କରିବା ତେବେ ଆମ ଜୀବନ ସଫଳତା ଏବଂ ସମ୍ମାନ ଏବଂ ଆନନ୍ଦ ପାଇପାରିବା। ତେଣୁ ସମୟ ହେଉଛି ସୁବର୍ଣ୍ଣ, ଯାହାକୁ ଆମେ ଆଉ ଫେରି ପାଇବା ନାହିଁ। ତେଣୁ ସମୟକୁ ସଠିକ୍ ଭାବରେ ବ୍ୟବହାର କର ଏବଂ ସମୟକୁ ସଠିକ୍ ଭାବରେ ଉପଯୋଗ କର, ତୁମେ ଦୁନିଆରେ ସଫଳତା ହେଇପାରିବ। ଯଦି ଭିଡ଼ିଓ ଭଲ ଲାଗେ ତାହେଲେ ମୋତେ କମେଣ୍ଟରେ ଜଣାଇବ। ଆଉ କେଉଁ ଭିଡ଼ିଓ ତୁମେ ଚାହୁଁଛ, କ'ଣ ଅସୁବିଧା ରହିଛି। ଓକେ, ଧନ୍ୟବାଦ।